ରାସ୍ତା ପାର୍ଶ୍ୱରୁ ଶିଶୁପୁତ୍ର ଉଦ୍ଧାର। ନୂଆପଡ଼ା ଜିଲ୍ଲା ଲଖାନ ଥାନା କୁରୁମପୁରୀ ପଞ୍ଚାୟତ ବେଲମୁଣ୍ଡିଆପଡ଼ା ରାସ୍ତା ପାର୍ଶ୍ୱରୁ ସୋମବାର ଏକ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର ବୟସ 1 ମାସରୁ 1.5 ମାସ ଭିତରେ ହୋଇଥିବା ଅନୁମାନ କରାଯାଉଛି। ଲଖନା ଥାନା ପୋଲିସ ଓ ଜିଲ୍ଲା ଚାଇଲ୍ଡ ଲାଇନ୍ କର୍ମଚାରୀ ଉଦ୍ଧାର ଶିଶୁପୁତ୍ରକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ସୂଚନା ମୁତାବକ ବେଲମୁଣ୍ଡିଆପଡ଼ାର ଜୟଧର ଧରୁଆ 40 ଓ ଦ୍ରୌପଦୀ ଧରୁଆ ଛେଳି ଚରାଇବା ପାଇଁ ଯାଇଥିବା ବେଳେ 353 ନମ୍ବର ଜାତୀୟ ରାଜପଥର ସାପ୍ତାହିକ ଛେଳି ବଜାର ନିକଟର ଏକ ବୁଦାମୂଳରେ ଶିଶୁପୁତ୍ର ପଡ଼ିଥିବା ଦେଖିଥିଲେ। ଏ ନେଇ ଖବର ପାଇ ଜିଲ୍ଲା ଚାଇଲ୍ଡ ଲାଇନ୍ କର୍ମଚାରୀ ପହଞ୍ଚି ପୋଲିସ ଗାଡ଼ିରେ ଶିଶୁକୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ଶିଶୁପୁତ୍ର କପାଳର କଜଳ ଟୀକା ଲଗାଯାଇଥିବା ବେଳେ ନୂତନ ବେବି ଡ୍ରେସ୍ ପିନ୍ଧିଥିବା ଦେଖାଯାଇଛି। ଶିଶୁପୁତ୍ର କାହାର ବୁଦାମୂଳକୁ କେମିତି ଆସିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୂଆପଡ଼ାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।